प्रोटॉन इलेक्ट्रॉन और पदार्थ संचार क्षुद्रतम कणिका विषय ठीक कौन करियो पदार्थ संचार क्षुद्रतम कणिका कौन बोले इलेक्ट्रॉन रो आविष्कार के करथिले इसमा की करथिले इलेक्ट्रॉन रो प्रोटॉन को क्या आविष्कार करथिले के कहबे काली करथिले जेम्स परमाणु से दुई कणिका था इलेक्ट्रॉन प्रोटॉन और न्यूट्रॉन था किंतु इलेक्ट्रॉन और प्रोटॉन विषय केवल इलेक्ट्रॉन जुक्तात्मक चार्ज और वियुक्तात्मक चार्ज में पढ़ दिलो काली तब कौन वियुक्तात्मक चार्ज और प्रोटॉन जुक्तात्मक चार्ज और वियुक्तात्मक चार्ज प्रोटॉन जुक्तात्मक चार्ज आउ हम पढ़िलो जे थॉमसन रो परमाणु मॉडल है जे थॉमसन काहे के परमाणु मॉडल न्यूट्रॉन का कोई चार्ज न्यूट्रॉन का होचे न्यूट्रल तर कोन से चार्ज नहीं ताहि से हमें आगे पढ़िया तो जे थॉमसन परमाणु मॉडल से कोन जे थॉमसन जो परमाणु मॉडल से कोन पाई जे थॉमसन परमाणु मॉडल से पाई थी कहा अवस्थित से जानिया में जे थॉमसन परमाणु मॉडल देते तो इलेक्ट्रॉन रो अवस्थित जानिया में परमाणु मॉडल देते तांकर परमाणु मॉडल से कोन फल सहित कंपेयर करथिले तरबुज सहित कंपेयर करथिले नहीं और तरबुज रो लाल अंश से जुक्तात्मक चार्ज ना विजुक्तात्मक चार्ज कहिथिले के कहि करियो जुक्तात्मक चार्ज और जो मंजी से कोन चार्ज कहिथिले जुक्तात्मक चार्ज ना जुक्तात्मक चार्ज हमें विजुक्तात्मक चार्ज कोन इलेक्ट्रॉन हमें एतुआ में गत क्लास रे पढ़िथिलु जे आज हमें परमाणु गठन आउ जणका मॉडल देथिले जे कि रदरफोर्ड तांको मॉडल को आज प्रोग्राम रे पढ़िया प्रोटॉन होची जुक्तात्मक चार्ज हम कोन का सिंबल कोन को आकर लेखो प्रोटॉन वाला P+ आकर लेखो जे पॉजिटिव चार्ज जो है P+ लेखो और इलेक्ट्रॉन को कोन लेखो E- लेखो आज हम पढ़िबा रदरफोर्ड परमाणु मॉडल रदरफोर्ड परमाणु मॉडल पढ़िए पूर्व हम किसे एबे मैजिक करियो और से मैजिक रो तमे कोन अनुसंधान करलो समस्त तापर कहइबो समस्त सब लाइन रो जणे जणे पिला आसो पछोइला सिद्धार्थ आसो सजिन आसो ये नहीं आसो वीडियो आसो
ପଢିଲ ସେଟା ସମସ୍ତଙ୍କୁ କୁହ କାଗଜଟା ପେନ୍ ଆଡକୁ ପଳେଇ ଆସିବ। ପେନ୍ ଆଡକୁ ଆକର୍ଷିତ ହେଲେ ନା ଠିକ ଅଛି ଯା ଜାଗାକୁ ଯାଅ ଆଉ ସମସ୍ତଙ୍କୁ ପରିବର୍ତ୍ତନ କରନ୍ତୁ ସମସ୍ତେ ତ ଆସିଲେ ବିଷୟ ପାଇଁ ପ୍ରଶ୍ନ ହଉଛି ଯେ ଆମେ ଏତେ ପରମାଣୁ ଗଠନ କରିବା ତାହେଲେ ଏଇ ମ୍ୟାଜିକଟା କଣ ପାଇଁ କରୁଛୁ କିଏ କହିପାରିବେ ଭାବ କି ଭାବିକି କୁହ କହିବା ଚେଷ୍ଟା କର ଆମେ ଏଇ ମ୍ୟାଜିକରୁ ଏହା ଜାଣିବାକୁ ପାଇଲୁ ଯେ କଲମଟା କଣ ଗୋଟେ ପଦାର୍ଥ ନା ନୁହେଁ ଆମେ ଯତ ପାର୍ଶ୍ୱରେ ଯାହା ଦେଖୁ ତାର ଗୋଟେ ପଦାର୍ଥ ସମସ୍ତ ପଦାର୍ଥ ତ ପଦାର୍ଥରେ ସବୁ କାହାକୁ ନେଇ ଗଠିତ ପରମାଣୁ ନେଇ ଗଠିତ ହୋଇଥାଏ ପଦାର୍ଥରେ ପରମାଣୁ କଣ ଥାଏ ଇଲେକ୍ଟ୍ରନ ବା ପ୍ରୋଟନ ଥାଏ ଚାର୍ଜିତ କଣିକା ଯେତେବେଳେ ଆମେ ଶୁଖିଲା ଚୁଟିରେ କଲମଟିକୁ ଘଷିଥାଉ ସେତେବେଳେ ତା ଭିତରେ ଥିବା ପରମାଣୁରେ ଇଲେକ୍ଟ୍ରନ ଗୁଡ଼ିକ ଆମ ଶୁଖିଲା ଚୁଟିରୁ କଲମର ପରମାଣୁକୁ ଟ୍ରାନ୍ସଫର ହେଇଥାନ୍ତି ତେଣୁ ସେଟା କିଛି ଋଜୁତ୍ୱାତ୍ମକ ଚାର୍ଜ ହେଇଥାଏ ଆଉ କାଗଜ ଟୁକୁଡ଼ାଟା କଣ ଥାଏ ନ୍ୟୁଟ୍ରାଲ ଥାଏ ଯେତେବେଳେ ଆମେ ତାକୁ ଦେଖୁ ସେତେବେଳେ ସେଠି ଦୁଇ ପ୍ରକାର ଦୁଇଟା ପ୍ରାନ୍ତରେ ଚାର୍ଜ ଇଣ୍ଡ୍ୟୁସ ହୁଏ ମାନେ ସୃଷ୍ଟି ହୁଏ ଗୋଟେ ପୁରା ଋଜୁତ୍ୱାତ୍ମକ ଚାର୍ଜ ଗୋଟେ ପଟରେ ଆଉ ଗୋଟେ ପଟରେ ଋଜୁତ୍ୱାତ୍ମକ ଚାର୍ଜ ସୃଷ୍ଟି ହୁଏ କୋଉଠି ଟୁକୁଡ଼ାରେ ତେଣୁ ଯେତେବେଳେ ଦେଖିଲୁ ଆମେ ଜାଣିଛୁ ଯେ ବିପରୀତ ଚାର୍ଜ ପରସ୍ପରକୁ କଣ କରନ୍ତି ଆକର୍ଷଣ କରନ୍ତି ଆଉ ସମାନ ଚାର୍ଜ ପରସ୍ପରକୁ ବିକର୍ଷଣ କରନ୍ତି ତେବେ କହିପାରିବ ଯୋଉ କାଗଜ ଟୁକୁଡ଼ା ଯୋଉ ସୃଷ୍ଟି ହେଇଥିଲା ଯୋଉ ପଟରେ ଆକର୍ଷିତ ହେଲା ସେଟା କୋଉ ପ୍ରକାର ଚାର୍ଜ ହେଇଥିବ ମୁଁ ତ କହିଲି ପେନର ଯୋଉ ଅଣ୍ଡଟା ଯୋଉଟା ବସିଲେ ସେଟା ନେଗେଟିଭ ଚାର୍ଜ ତେବେ କାଗଜ ଟୁକୁଡ଼ାର ଏଇଟା କୋଉ ଚାର୍ଜ ହେଇଥିବ ଋଜୁତ୍ୱାତ୍ମକ ଚାର୍ଜ ତେବେ ଆମେ ଏଠୁ କଣ ଜାଣିବୁ ଆମେ ତ ପରମାଣୁ ଗଠନ କରିଯାଉଛୁ ନା ତେବେ ଆମେ ଏହାକୁ କୋଉ ଭଳି ଭାବରେ ରିଲେଟ କରିପାରିବା ଏ ଭାବିଛ ତ ଆମେ ଏଠି ଆମର ଗୋଟେ କନଫର୍ମ ହେଲୁ ଯେ ପରମାଣୁ ଭିତରେ କିଛି ଯୁକ୍ତାତ୍ମକ ଚାର୍ଜ ବିଯୁକ୍ତାତ୍ମକ ଚାର୍ଜ ଅଛି ନାଇଁ ବର୍ତ୍ତମାନ ରଦରଫୋର୍ଡଙ୍କ ପରମାଣୁ ମଡେଲ ପଢିବା ରଦରଫୋର୍ଡଙ୍କ ପରମାଣୁ ମଡେଲ ସମସ୍ତଙ୍କୁ ଦେଖାଯାଉଛି ଏ ଯୋଉ ଫଟୋରେ ଯାହା ଫଟୋ ଲାଗିଛି ଯୋଉ ଦେଇଛି କିଏ ସେ ହଉଛନ୍ତି ରଦରଫୋର୍ଡ ଆଉ ସିଏ ହଉଛି ସୁନାବାତ୍ୟା ପରୀକ୍ଷା କରିଥିଲେ କଣ ପାଇଁ ପରୀକ୍ଷା କରିଥିଲେ ଜାଣିଥିଲେ ସୁନାବାତ୍ୟା ନେଇକି ପରୀକ୍ଷା କରିଥିଲେ ସେ ଇଲେକ୍ଟ୍ରନର ଅବସ୍ଥିତି ଜାଣିବା ପାଇଁ ପରମାଣୁ ଭିତରେ ତ ଆମେ ଜାଣିଛୁ ଇଲେକ୍ଟ୍ରନ ପ୍ରୋଟନ ହୋଇଛନ୍ତି କିନ୍ତୁ ସେ ଇଲେକ୍ଟ୍ରନ କୋଉଠି ଅଛି ପ୍ରୋଟନ କୋଉଠି ଅଛି ପରମାଣୁ ଭିତରେ ତାହା ଜାଣିବା ପାଇଁ ସେ ସୁନାବାତ୍ୟା ପରୀକ୍ଷା କରିଥିଲେ ସୁନାବାତ୍ୟା କାହିଁକି ନେଲେ ଆଉ କେହି କହିପାରିବେ ଉତ୍ତର ସୁନାବାତ୍ୟା ସେ କାହିଁକି ନେଲେ ରୂପାବାତ୍ୟା ଲୋହବାତ୍ୟା ନେଇପାରିଥାନ୍ତେ ସୁନାବାତ୍ୟା କାହିଁକି ନେଲେ ଆଉ କୌଣସି ଧାତୁକୁ କାଟିବ ସେଇ ଯୋଉ ଗୁଣଟାକୁ ଆମେ କଣ କହିଥାଉ ଧାତବ ନମନୀୟତା କହିଥାଉ ଆମେ କୋଉ କ୍ଲାସରେ ପଢିଥିଲୁ ଏଟା ଅଷ୍ଟମ ଶ୍ରେଣୀରେ ପଢିଥିଲୁ ସପ୍ତମ ଅଷ୍ଟମ ଶ୍ରେଣୀରେ ପଢିଥିଲୁ ଧାତବ ନମନୀୟତା ତେଣୁ ସୁନା ଗୁଡଟା ସବୁଠାରୁ ନମନୀୟ